ଜଗନ୍ନାଥ ସାଙ୍ଗମାନେ ଆଉ ଏକ ସୁନ୍ଦର ଭିଡ଼ିଓକୁ ମୁଁ ଆପଣମାନଙ୍କୁ ସ୍ୱାଗତ କରୁଛି ମୋ ଚ୍ୟାନେଲକୁ। ତେଣୁ ଏହି ଭିଡ଼ିଓଟିରେ ଆମେ ଦେଖିବା ଯେଉଁ ଆମର ପ୍ରାଇମେରୀ ସ୍କୁଲ ମାନଙ୍କରେ ଯେଉଁ ଶିଶୁ ସେବିକା ନିଯୁକ୍ତି ହେବେ ସେଇ ବିଷୟରେ କ'ଣ ତା'ର ଗାଇଡ଼ଲାଇନ୍ସ ଅଛି ଆଉ କେମିତି ଆପଣ ଫର୍ମ ପୂରଣ କରି କେମିତି ଆପ୍ଲାଏ କରିବେ ସେଇ ବିଷୟରେ ଆମେ ଟିକେ ଆଜି ଦେଖିବା ଏବଂ ଜାଣିବା। ଦେଖନ୍ତୁ ସେଇ ବିଷୟରେ ଦେଇଛି ଶିଶୁ ସେବିକା ନିଯୁକ୍ତି ପାଇଁ ନିର୍ଦ୍ଦେଶାବଳୀ ଗୋଟେ ଆମର ବାହାରିଥିଲା, ସେଠାରେ ଅଛି, ଆପଣମାନେ ଦେଖିପାରୁଥିବେ ଏଇଟା। ତେଣୁ ଏଠି ଲେଖା ହେଇଛି ରାଷ୍ଟ୍ରୀୟ ଶିକ୍ଷାନୀତି NEP 2020 ନିପୁଣ ଓଡ଼ିଶା ମିଶନର ଉଦ୍ଦେଶ୍ୟ ଧ୍ୟାନରେ ରଖି ରାଜ୍ୟ ସରକାରଙ୍କ ଫାଉଣ୍ଡେସନ ଲିଟରେସି ଆଣ୍ଡ ନ୍ୟୁମେରସି FLN ଓ ଏର୍ଲି ଚାଇଲ୍ଡହୁଡ୍ ଏଜୁକେସନ୍ ECE କୁ ଦୃଢ଼ କରିବା ପାଇଁ ଗୁରୁତ୍ୱାରୋପ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଥମ ଥର ପାଇଁ ରାଜ୍ୟ ସରକାର ସମସ୍ତ ସରକାରୀ ବିଦ୍ୟାଳୟରେ ଯେଉଁଠାରେ ପ୍ରଥମ ଶ୍ରେଣୀ ରହିଛି 5 ରୁ 6 ବର୍ଷ ବୟସର ଶିଶୁମାନଙ୍କୁ ପ୍ରାଥମିକ ପୂର୍ବ ଶିକ୍ଷା ପାଇଁ ଶିଶୁ ବାଟିକା ଆରମ୍ଭ କରିଛନ୍ତି, ଯାହା 2025 ଓ 2026 ସେସନରୁ ପ୍ରଚଳିତ ହେବ। ସତର୍କ ବିମର୍ଶ ପରେ ପ୍ରାଥମିକ ଶ୍ରେଣୀ ଶିକ୍ଷକମାନଙ୍କୁ ଅଧିକ ସହାୟତା ଦେବା ସହିତ କିଶୋର ଶିକ୍ଷାର୍ଥୀମାନଙ୍କର ଶିକ୍ଷଣର ଫଳାଫଳ ସହିତ କରିବାକୁ ରାଜ୍ୟ ସରକାର ଶିଶୁ ସେବିକାଙ୍କୁ ଶ୍ରେଣୀଭିତ୍ତିକ ଅଣଶିକ୍ଷକ ସହାୟକ ଭାବେ ନିଯୁକ୍ତ କରିବାକୁ ସ୍ୱୀକୃତି ଦେଇଛନ୍ତି। ଏହି ଶିଶୁ ସେବିକା ସେହି ସରକାରୀ ବିଦ୍ୟାଳୟରେ ନିଯୁକ୍ତି କରାଯିବ ଯେଉଁଠାରେ ଶିଶୁ ବାଟିକା ସ୍ଥାପିତ ହୋଇଛି, ନିର୍ଦ୍ଦିଷ୍ଟ ଭର୍ତ୍ତି ସହିତ ମାନଦଣ୍ଡ ପୂରଣ କରିଛି। ସରକାରଙ୍କ ସୂଚନା ସଂଖ୍ୟା SME MSSA1 ଏତିକି ତା 30/6/2025 ଅନୁସାରେ ସରକାରୀ ବିଦ୍ୟାଳୟରେ ଶିଶୁ ବାଟିକା ନିଯୁକ୍ତି ବିଷୟରେ ଉଲ୍ଲେଖ କରାଯାଇଛି। ତେଣୁ ଏଇଟା ଆପଣମାନେ ଆଗରୁ ଜାଣିଥିବେ ବା ଯଦି ଜାଣିନାହାନ୍ତି ତାହେଲେ ଏଇ ଭିଡ଼ିଓରେ ଆପଣ ଦେଖିପାରିବେ। ତା'ର ଦେଖନ୍ତୁ ଉଦ୍ଦେଶ୍ୟ ଗୁଡ଼ିକ କ'ଣ ସବୁ ଦେଇଛି, ଅବଜେକ୍ଟିଭ୍ କ'ଣ ରହିଛି, ମାନେ କୌଣସି କାମ ଆପଣଙ୍କୁ କ'ଣ କ'ଣ କରିବାକୁ ପଡ଼ିବ। ଏବଂ ଏଇଟା ଦେଇଛି ସେଇ ପ୍ରାଇମେରୀ ଯେଉଁଗୁଡ଼ାକ ଆମର ରହିଲା ପ୍ରଥମର ପୂର୍ବବର୍ତ୍ତୀ ଶ୍ରେଣୀ ଗୋଟେ ଶିଶୁ ସେବିକା ଆପଣଙ୍କୁ ନିଯୁକ୍ତି କରାଯିବ। ତେଣୁ ଏଠି କେବଳ ସେଇ ଲେଡ଼ିଜ୍ ମାନେ ହିଁ ନିଯୁକ୍ତି ପାଇବେ, ଆଉ କେଉଁମାନେ ପାଇବେ ସେ ବିଷୟରେ ଆମେ ଦେଖିବା। ତେଣୁ ଉଦ୍ଦେଶ୍ୟ ଗୁଡ଼ିକ ହେଉଛି, ଦେଖନ୍ତୁ ଯେଉଁ ସରକାରୀ ବିଦ୍ୟାଳୟରେ ନିର୍ଦ୍ଦିଷ୍ଟ ଭର୍ତ୍ତି ସଂଖ୍ୟା ଅଛି ସେଥିରେ ଶିଶୁ ସେବିକା ନିଯୁକ୍ତି କରିବା, ଯାହା ପ୍ରଧାନତଃ ଶିକ୍ଷକମାନଙ୍କୁ ଶ୍ରେଣୀ ପରିଚାଳନାରେ ସାହାଯ୍ୟ କରିବେ ଓ କୁମାରୀ ଶିଶୁମାନଙ୍କ ବିଭିନ୍ନ ପ୍ରୟୋଜନରେ ସହଯୋଗ କରିବେ। ପ୍ରାଥମିକ ଶ୍ରେଣୀ ଶିକ୍ଷକମାନଙ୍କ ପାଇଁ ସହାୟତା ପ୍ରଣାଳୀକୁ ଦୃଢ଼ କରିବା, ଯାହାଦ୍ୱାରା ପ୍ରି ସ୍କୁଲ ଶିଶୁମାନଙ୍କୁ ସଠିକ୍ ଭାବରେ ପରିଚାଳନା କରିବେ ଓ ପ୍ରତିଦିନ କାର୍ଯ୍ୟସୂଚୀର କାର୍ଯ୍ୟକାରୀ ଭାବେ ପ୍ରବନ୍ଧନ କରିପାରିବେ। ତେଣୁ ଏମାନେ ହେଉଛି ଯେଉଁମାନେ ରହିଲେ ମାନେ ଶିଶୁ ବାଟିକାର ଛୁଆମାନେ, ସେମାନେ କ'ଣ ହେବେ ନା ଏଇ ଯେଉଁ ଶିଶୁ ସେବିକାମାନେ ରହିଲେ ସେମାନେ ତାଙ୍କୁ ଗୋଟିଏ ନିର୍ଦ୍ଦିଷ୍ଟ ଧାରାରେ ନେଇଯିବେ, ଯେଉଁଟାକି କ'ଣ ହେବ ନା ପ୍ରାଥମିକ ଶିକ୍ଷକମାନଙ୍କୁ ଏଥିରେ ସହଯୋଗ ମିଳିବ। ତାପରେ ନିବେଶିତ କରିବାକୁ ଥିବା କର୍ତ୍ତବ୍ୟ ଗୁଡ଼ିକ କ'ଣ ସବୁ ଏଠି ତାଙ୍କ ଡ୍ୟୁଟି ଦେଇଛି ନା ସମସ୍ତ ଶିଶୁ ଯାହାରେ ସୁରକ୍ଷିତ, ସୁନିଶ୍ଚିତ ଓ ଭାବନାଗତ ଭାବେ ପ୍ରୋତ୍ସାହିତ ମନୋବଳରେ ଅନୁଭବ କରିବେ, ସେହିପରି ନିରାପଦ ଓ ସହାନୁଶୀଳ ପରିବେଶ ସୃଷ୍ଟି କରିବା। ଆଉ ଦେଇଛି କ'ଣ ନା ଶିକ୍ଷକମାନଙ୍କୁ ଶିଶୁମାନଙ୍କୁ ସ୍ୱାଗତ କରିବାରେ ସ୍ୱଚ୍ଛତା ଅଭ୍ୟାସ ଓ ପ୍ରତିଦିନ ବିଭିନ୍ନ ସ୍କୁଲର କାର୍ଯ୍ୟକଳାପ ସୁଗମ ପରିବର୍ତ୍ତନ କରିବାରେ ସହାୟକ କରିବା। ଯେଉଁ ଶିଶୁମାନେ ଅସୁସ୍ଥ କିମ୍ବା ଅଶାନ୍ତ ହୁଅନ୍ତି ସେମାନଙ୍କୁ ସହଜ ଭାବରେ କଥା ହେବା କିମ୍ବା ଶାନ୍ତିରେ ସାଙ୍ଗରେ ରହିବା ଦ୍ୱାରା ଶାନ୍ତ କରିବା। ମାନେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଛୁଆମାନଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଏବଂ ଗୋଟେ ଯେଉଁ ପାଠପଢ଼ାର ଧାରା ଶିଖେଇବା, ଯେ ଭଲସେ କେମିତି ସ୍କୁଲରେ ବସିବେ, ସେମାନେ ଯେମିତି ଆଉ ଅଳି ଅଝଟ କରିବେ ନାହିଁ, ଘରୁ ଯେମିତି ଗୋଟେ ଖୁସି ମନରେ ଆସିବେ, ଗୋଟେ ଶାନ୍ତ ବାତାବରଣ ହେଇପାରିବ। ଆଉ ଗୋଟେ କ'ଣ ନା ସ୍କୁଲ ଯେମିତି ତାଙ୍କର ଗୋଟେ ଭୟର ବାତାବରଣ ରହିବ ନାହିଁ, ସେଇଟା ଗୋଟେ ଶିଶୁ ସେବୀଙ୍କ ଦାୟିତ୍ୱ ରହିବ ଯେ ତାଙ୍କୁ ଭଲସେ ବୁଝେଇକି ଭଲସେ ତାଙ୍କୁ କ'ଣ କରିବେ ନା ଗୋଟେ ତାଲିମ ଦେବେ। ପ୍ରয়োଜନୀୟ ସମୟରେ ଶିଶୁଙ୍କୁ ପୁସ୍ତକ, ଖେଳନା, ଚାର୍ଟ ପରି ସାମଗ୍ରୀ ଯୋଗାଇ ଦେବା। ଯଦି ଶିଶୁକୁ ବାହାରକୁ ଯିବାକୁ, ଶୌଚାଳୟ ଯିବାକୁ କିମ୍ବା କିଛି ସମୟ ପାଇଁ ବିରତି ଆବଶ୍ୟକ ସେତେବେଳେ ଶିଶୁଙ୍କ ସାଙ୍ଗରେ ଯିବା। ଯଦି ଶିଶୁ ଅସୁସ୍ଥ, ବିଚଳିତ କିମ୍ବା ବିଭିନ୍ନ ଆଚରଣ କରୁଛନ୍ତି ସେଥିରେ ଶିକ୍ଷକମାନଙ୍କୁ ସୂଚିତ କରିବା। ମାନେ ଯେଉଁ ସ୍କୁଲରେ ଆପଣ ନିଯୁକ୍ତ ହୋଇଥିବେ ସେଇ ସ୍କୁଲରେ ଯେଉଁ ଶିକ୍ଷକମାନେ ଅଛନ୍ତି ତାଙ୍କୁ ତୁରନ୍ତ ଜଣାଇବେ ଏବଂ ସେସବୁ ଏଗୁଡ଼ା ସବୁ ଅଛି। ତେଣୁ ଆପଣମାନେ ଏଇସବୁ ଅଛି ତା'ର ଯେଉଁ ଚିଠିରେ ଲେଖା ଅଛି। ତାପରେ କ'ଣ ନା ଶ୍ରେଣୀ କକ୍ଷର ସଫା ସୁତରା, ସ୍ୱଚ୍ଛତା, ଶିକ୍ଷଣ ସାମଗ୍ରୀ ସୁନିଶ୍ଚିତ କରିବା, ଯାହାଦ୍ୱାରା ସ୍ୱାସ୍ଥ୍ୟକର ଓ
ଶିଶୁ ମନ୍ଦିତ ପରିବେଶ ଗଠିତ ହୋଇପାରିବ। ଏଇସବୁ ତା'ର ଅଛି। ଆଉ କ'ଣ ଦେଲା ନା ଶିଶୁ ସେବିକା ନିଯୁକ୍ତି ପାଇଁ ବିଦ୍ୟାଳୟରେ ଯୋଗ୍ୟତା କ'ଣ ଥିବା ଦରକାର, ମାନେ କେମିତି କେତେ ପିଲାରେ ଶିଶୁ ସେବିକା ନିଯୁକ୍ତି ହୋଇପାରିବେ ନା ଶିଶୁ ବାଟିକା ଶ୍ରେଣୀ 1 ଓ ଶ୍ରେଣୀ 2 ପ୍ରକାଶିତ ୟୁଡାଇସ୍ ତଥ୍ୟ ଅନୁସାରେ ମୋଟ ଭର୍ତ୍ତି ନିର୍ଦ୍ଦିଷ୍ଟ। ଦେଖନ୍ତୁ ଏଠି ଦେଇଛି 30ରୁ ଯଦି 100 ଥିବେ ପିଲା ତାହେଲେ କ'ଣ ହେବ ନା ଗୋଟିଏ ଶିଶୁ ସେବିକା ନିଯୁକ୍ତି ପାଇବେ। କିନ୍ତୁ ଯଦି 100ରୁ ଅଧିକ ପିଲା ହେଇଯାଉଛନ୍ତି ତାହେଲେ କ'ଣ ହେବ ନା 2 ଜଣ ଶିଶୁ ସେବିକା ଏଠି ନିଯୁକ୍ତି ପାଇବେ। ତାପରେ ଦେଇଛି 2ରୁ ଅଧିକ ଶିଶୁ ସେବିକା ନିଯୁକ୍ତି କରିବା ପାଇଁ ସ୍କୁଲର ମ୍ୟାନେଜମେଣ୍ଟ କମିଟି SMC ଦ୍ୱାରା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କ ବିଶେଷ ଅନୁମୋଦନ ଆବଶ୍ୟକ ହେବ। ତେଣୁ 2ଟା ଯେଉଁଠି ଅଛି ସେଠି ଟିକେ ମାନେ ପରମିଶନ ଆଣିବାକୁ ପଡ଼ିବ, କିନ୍ତୁ ଗୋଟିଏ ଯେଉଁଠି ଅଛି ସେଟା ସ୍କୁଲ ମ୍ୟାନେଜମେଣ୍ଟ କମିଟି ଯେଉଁ ରହିଲା ସେମାନେ ଯାହାକୁ ଚାହିଁବେ ବା ଯାହାକୁ ମାନେ ଭଲ ପିଲା ଦେଖିକି ତାକୁ ନିହାତି ନିଯୁକ୍ତି ଦେଇପାରିବେ। ତାପରେ ଯୋଗାଯୋଗର ପ୍ରକ୍ରିୟା ଦେଇଛି, ଯୋଗ୍ୟତା ସର୍ତ୍ତାବଳୀ କ'ଣ ସବୁ ଦେଇଛି ଦେଖନ୍ତୁ ଏଠି। ତେଣୁ ଏଟା ସବୁଗୁଡ଼ା ପଢ଼ିବାର ଆବଶ୍ୟକତା ନାହିଁ, ତେଣୁ ସବୁଗୁଡ଼ା ପଢ଼ିଲେ ତ ବହୁତ ସମୟ ଲାଗିଯିବ। ତେଣୁ ଯୋଗ୍ୟତା ସର୍ତ୍ତାବଳୀ ଦେଖନ୍ତୁ କ'ଣ କ'ଣ ଦେଇଛି ନା ଶିଶୁ ସେବିକା ପଦବୀ ପାଇଁ ପ୍ରାର୍ଥୀମାନଙ୍କ ଯୋଗ୍ୟତା ପରୀକ୍ଷା କରିବା ବେଳେ ନିମ୍ନଲିଖିତ ନିୟମଗୁଡ଼ିକୁ ଅନୁସରଣ କରାଯାଇପାରେ। ଭାରତର ଜଣେ ନାଗରିକ ବା ସ୍ତ୍ରୀ ଯାହା 1 ଏପ୍ରିଲରେ ନିଯୁକ୍ତି ବର୍ଷରେ 18 ବର୍ଷରୁ ଅଧିକ ବୟସ, 45 ବର୍ଷରୁ କମ୍ ବୟସ ହେବା ଆବଶ୍ୟକ, ମାନେ 18ରୁ 45 ଭିତରେ ବୟସ ହୋଇଥିବା ଆବଶ୍ୟକ। ତାପରେ କ'ଣ ନା ସେହି ସେବିକା ସ୍କୁଲ ଗ୍ରାମ ୱାର୍ଡ଼ର ନିବାସିନୀ ହେବା ଉଚିତ। ଯଦି ସେହି ଗ୍ରାମର ୱାର୍ଡ଼ରୁ ଉପଯୁକ୍ତ ପ୍ରାର୍ଥୀ ଉପଲବ୍ଧ ନାହିଁ ତେବେ ପାର୍ଶ୍ୱବର୍ତ୍ତୀ ଗ୍ରାମ ବା ୱାର୍ଡ଼ର ପ୍ରାର୍ଥୀଙ୍କୁ ବି ବିବେଚନା କରାଯାଇପାରେ। ଆଉ କ'ଣ ନା ସେ ସାକ୍ଷର ହୋଇଥିବା ଉଚିତ, ସେ ସ୍ୱାସ୍ଥ୍ୟକର ଶାରୀରିକ ମାନସିକ ଅବସ୍ଥା ଥିବା ଉଚିତ। ଏଇସବୁ ଦେଇଛି, ମାନେ ସେ ଭଲ ହୋଇଥିବା ଦରକାର, ତାଙ୍କୁ ଗୋଟେ ଭଲ ଜଣକୁ ଆମେ ନିଯୁକ୍ତି ଦେଇପାରିବା। ତାପରେ କ'ଣ ନା ଶିଶୁ ସେବିକାଙ୍କୁ ବହୁତ ଛୋଟ ପିଲାମାନଙ୍କ ସହିତ କାମ କରିବାକୁ ପଡ଼ିବାରୁ ସେଙ୍କର ଓଡ଼ିଆ ଓ ସ୍ଥାନୀୟ ଅଞ୍ଚଳର ଭାଷାରେ କଥା ହେବା ଆବଶ୍ୟକ। ଶିଶୁ ସେବିକା ପ୍ରତିବର୍ଷ ତାଙ୍କର ସୁସ୍ଥତା ଓ ସନ୍ତୋଷଜନକ କାର୍ଯ୍ୟଦକ୍ଷତା ଆଧାରରେ ପୁନର୍ବଶୀକରଣ ବା ରି-ଏନ୍ଗେଜମେଣ୍ଟ କରାଯିବା ପ୍ରତିବର୍ଷ ପୁନର୍ନବୀକରଣ ହେବ। ଏହା ସ୍କୁଲ ମ୍ୟାନେଜମେଣ୍ଟ କମିଟି ଦ୍ୱାରା କରାଯିବ। ତା'ମାନେ ପ୍ରତିବର୍ଷ ଆପଣଙ୍କର ବର୍ଷେ ଚାକିରି କାଳ ଯେଉଁ ସ୍କୁଲ ମ୍ୟାନେଜମେଣ୍ଟ କମିଟି ଆପଣଙ୍କୁ ବଢ଼େଇ ଦେବ। ତେଣୁ ଆଉ କ'ଣ ରହିଲା ଦେଖନ୍ତୁ ଏଠି ପ୍ରାଥମିକତା କ୍ରମ ଏଠି ଦେଲା। ତାପରେ କ'ଣ ନା ସେଇ ବିଷୟରେ ସବୁ ଦେଲା, ଏଇଟା ଆପଣମାନେ ପଢ଼ିକି ନିହାତି ଜାଣିଦେବେ। ଦେଖନ୍ତୁ ସବୁ ଲେଖା ହେଇଛି ଏଠି କ'ଣ କ'ଣ ସବୁ ଅଛି। ଆଉ ଆମେ ବେଶୀ ପଢ଼ିଲେ ସମୟ ତ ଅତିବାହିତ ହେବ। ଅଯୋଗ୍ୟତା କ'ଣ 60 ବର୍ଷ ବୟସରୁ ପୂର୍ଣ୍ଣ କରୁଥିବା ବର୍ତ୍ତମାନର ଶିଶୁ ସେବିକା କାର୍ଯ୍ୟରୁ ବିରତ ହେବେ, ମାନେ 60 ବର୍ଷ ହେଲେ ସେମାନେ ବାହାରିବେ। ଏଇଟା ଦେଇଛି ମାନେ କ'ଣ କଲେ ସେମାନେ ଯେଉଁ ଯୋଗ୍ୟତା ହରାଇବେ ସେ ବିଷୟରେ ଦେଇଛି। ଆଉ କ'ଣ ଦେଲା ନା ଯଦି SMC ପ୍ରେସିଡେଣ୍ଟ ମେମ୍ବର, ଲୋକାଲ MLA MP, ଜିଲ୍ଲା ପରିଷଦ ମେମ୍ବର ଏସବୁ ଦେଲା ପରିବାର କିମ୍ବା ସଦସ୍ୟ ନିକଟସ୍ଥ ସେବାମାନ ଶିଶୁ ବାଟିକା ଭାବେ ନିଯୁକ୍ତି ହେବାକୁ ଅଯୋଗ୍ୟ ହେବେ। ତେଣୁ ଏଇସବୁ ଦେଲା, ଆପଣମାନେ ନିହାତି ପଢ଼ିକି ଜାଣିବେ। ତାପରେ ରହିଲା ପଦଶୂନ୍ୟ ଏଇଟା ଦେଲା। ତାପରେ ରିଜର୍ଭେସନ ରୋଷ୍ଟର ଏଠି ସବୁ ଦେଇଛି, ଏଇଟା ଆପଣମାନେ ପଢ଼ିକି ଜାଣିବେ। ତାପରେ ଦେଖନ୍ତୁ ଆଉ ଗୋଟେ ଜିନିଷ ଯେଉଁଟା ଆପଣ ନିଯୁକ୍ତି ହେଲା ପରେ କେତେ ଟଙ୍କା ପାଇବେ କ'ଣ ସେ ବିଷୟରେ ଦେଇଛି। ସେବିକାମାନଙ୍କୁ ପ୍ରତି ମାସ 3,000 ଟଙ୍କା କିମ୍ବା ସମୟ ସମୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ନିୟମିତ ହାର ଅନୁସାରେ ସ୍କୁଲର କାର୍ଯ୍ୟ ଦିନରେ ପ୍ରତି ମାସ SMC ଦ୍ୱାରା ସରକାରଙ୍କ ପ୍ରଦାନ କରୁଥିବା ଅନୁମୋଦନ ଦିଆଯିବ। ମାନଦଣ୍ଡକୁ BPA ପ୍ରୋଜେକ୍ଟ ଆପ୍ରୁଭାଲ ବୋର୍ଡ଼ ଅନୁମୋଦନ ଧ୍ୟାନରେ ରଖି ଓଡ଼ିଶା ସରକାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ନିର୍ଦ୍ଦେଶ କରାଯିବ। ତେଣୁ ଏଇଟା ଦେଖନ୍ତୁ ସେ 3,000 ଟଙ୍କା ଆପଣଙ୍କୁ ମିଳିବ। ଆଉ ଏଥିରେ ଆପଣ ଭାବିବେ ଯେ 3,000 ଟଙ୍କା ମୁଁ କେମିତି ଚଳିବି କ'ଣ କରିବି, ନା ସେମିତି ନୁହେଁ। ଏଇଟା ଗୋଟେ ସେବା ମନୋବୃତ୍ତି ରହିବା ଦରକାର। ଆଉ 3,000 ଟଙ୍କା ଏଇଟା ହେଇଛି, ପୁଣି ଆଗାମୀ ଦିନରେ ଏଇଟା ବଢ଼ିପାରେ। ତେଣୁ ସେ ବିଷୟରେ ଆପଣ ଚିନ୍ତା କରନ୍ତୁ। ଯଦି ଆପଣ ଗୋଟେ ମାନେ ଅଛନ୍ତି କ'ଣ ନା ଆପଣ ଘରେ ସମୟ ପାଉଛନ୍ତି ବିତେଇବାକୁ, ସମୟ ନଷ୍ଟ ହେଉଛି, ତେଣୁ ଆପଣ ଚାହିଁଲେ ଏଠି ଆସି ନିଯୁକ୍ତି ହୋଇପାରିବେ। ଆଉ ଏଠି ଗୋଟେ ସେବା ମନୋବୃତ୍ତି ନେଇ ଛୋଟ ଛୁଆଙ୍କୁ ଗୋଟେ ସେବା ପ୍ରଦାନ କରିପାରିବେ। ଏଠି ନିୟମ ସର୍ତ୍ତାବଳୀ ସବୁ ରହିଛି। ତେଣୁ ଏଗୁଡ଼ାକ ଆଉ ବିଶେଷ କିଛି ପଢ଼ିବା ଦରକାର ନାହିଁ, ଆପଣମାନେ ନିହାତି ଏଗୁଡ଼ାକ ସବୁ ପଢ଼ିଦେବେ। ସାଧାରଣ ନିଯୁକ୍ତି ପାଇଁ ଅଧିକାର ଦାବି ଏସବୁ ଦେଲା। ତେଣୁ ଚାଲନ୍ତୁ ଆମେ ଟିକେ ସେଇ ଫର୍ମଟିକୁ ଦେଖିଦେବା। ଯେଉଁ ଫର୍ମଟା ଆମର ଯାଇକି ଅଛି ସେଇ ଫର୍ମଟିକୁ ଆମେ ନିହାତି ଦେଖିବା। ଶିଶୁ ସେବିକା ଫର୍ମ ଏଠି ଦେଖନ୍ତୁ, ଏଇଟା ମୁଁ ଦେଖାଉଛି। ଶିଶୁ ସେବିକା ଫର୍ମଟା ଦେଖନ୍ତୁ କ'ଣ କେମିତି ଆବେଦନ କରିବେ ସେ ବିଷୟରେ ଆମେ ଟିକେ ଦେଖିବା। ତାପରେ ଆମେ ଭିଡ଼ିଓଟି ଶେଷ କରିବା। ଶିଶୁ ସେବିକା ନିଯୁକ୍ତି ନିମନ୍ତେ ଆବେଦନ ପତ୍ର
ଏଠି ଦେଖନ୍ତୁ କଲର୍ ପାସପୋର୍ଟ ସାଇଜ୍ ଫଟୋ ଲଗେଇବେ। ଆଉ କ'ଣ କରିବେ ନା ଆବେଦନକାରୀଙ୍କ ନାମ ଶ୍ରୀମତୀ ସ୍ୱାମୀ ଏଇଟା। ତାପରେ ଲିଙ୍ଗ ରହିଲା ମହିଳା ତ ରହିବ, ଜନ୍ମ ତାରିଖ ଲେଖିବେ, ବୟସ ଲେଖିବେ, ଜାତୀୟତା ଲେଖିବେ, ବୈବାହିକ ସ୍ଥିତି ବିବାହିତ ନା ଅବିବାହିତ ବା ବିଧବା ଛାଡ଼ପତ୍ର ଏଇଟା ଲେଖିବେ। କିନ୍ତୁ ଏଇଠି ଗୋଟେ କଥା ମୁଁ କହିଦେଉଛି, ଏଇ ଯେଉଁ ଗ୍ରାଉଣ୍ଡ ଧରା ହେଉଛି ଆମ ଶିଶୁ ସେବିକା, ସେଠି ଯଦି ମାନେ ବିଧବା ରହିଲେ ବା ଡିଭୋର୍ସ ଯେଉଁମାନେ ନେଇଛନ୍ତି ସେମାନଙ୍କୁ ଅଗ୍ରାଧିକାର ଦିଆଯିବ, କାହିଁକିନା ସେମାନେ ନିହାତି ପାଇବାର ହକଦାର। ତାପରେ ଦିବ୍ୟାଙ୍ଗ ଜନ ଯେଉଁମାନେ ରହିଲେ ସେମାନେ ମଧ୍ୟ ପାଇବାର ହକଦାର ମାନେ ଅନ୍ୟମାନଙ୍କ ଅପେକ୍ଷା, ତେଣୁ ସେମାନେ ମଧ୍ୟ ଆପ୍ଲାଏ କରିପାରିବେ। ତାପରେ ସାମାଜିକ ବର୍ଗ, ସାଧାରଣ ବର୍ଗ ବା ପଛୁଆ ବର୍ଗ, ଆପଣ ଯେଉଁ ବର୍ଗ ସେଇଟା ଏଠି ଲେଖିବେ। ଶିକ୍ଷାଗତ ଯୋଗ୍ୟତା କେତେ, ଆବେଦନକାରୀଙ୍କ ଠିକଣା ଏଇଠି ଗ୍ରାମ, ପୋଷ୍ଟ, ବ୍ଲକ, ଜିଲ୍ଲା, ପିନକୋଡ଼, ମୋବାଇଲ, ଆଧାର ନମ୍ବର, ଭୋଟର ନମ୍ବର, ଶିଶୁ ସେବିକା ପାଇଁ ଆବେଦନ କରୁଥିବା ବିଦ୍ୟାଳୟର ନାମ, ଯେଉଁ ବିଦ୍ୟାଳୟ ଆବେଦନ କରୁଛି ସେଇଟା ବି ଲେଖିବେ, ସେ ଦସ୍ତଖତ କରିବେ। ଏଠି ସବୁ ଦିଆଯାଇଛି, ତେଣୁ ଏ ଅନୁସାରେ ଆପଣ ନିହାତି ଆପ୍ଲାଏ କରିବେ। ତେଣୁ ଏଠି ବୟସ ସୀମା ଆପଣ ଯଦି କହିବେ, ବୟସ ସୀମା ସେମିତି ଏଠି ତ ଦେଲା ଆପଣ ଜାଣିଲେ 18ରୁ 45 ଭିତରେ ହେଇଥିବା ଦରକାର। ଆଉ କ'ଣ ଦେଲା ନା ଯେଉଁ ଦେଇଛି କ'ଣ ନା ଆପଣ କେତେ ଯୋଗ୍ୟତା ଥିବା ଦରକାର, ନା ଏଇଟା ସେଇ +2 +3 ଯଦି ଆପଣ କରିଛନ୍ତି ବା ଗୋଟେ ସେବା ମନୋବୃତ୍ତି ଆପଣଙ୍କ ପାଖରେ ଅଛି ତାହେଲେ ନିହାତି ଆପଣ ଏଥିରେ ଆପ୍ଲାଏ କରିପାରିବେ। ସେଇଟା ଆପଣ ଯେଉଁ ସ୍କୁଲ ମ୍ୟାନେଜମେଣ୍ଟ କମିଟି ହେଲା SMC ତା ଉପରେ ନିର୍ଭର କରେ। ସିଏ ଆପଣଙ୍କର ଦକ୍ଷତା ଦେଖିକି ନିହାତି ନିଯୁକ୍ତି ଦେଇପାରିବେ ଏବଂ ଆପଣ ଚାହିଁଲେ ଘର ପାଖରେ ରହିପାରିବେ। ଯଦି ଘର ପାଖର ପିଲା ବା ସେଇ ଗ୍ରାମର ପିଲା ନ ମିଳିଲେ ତାହେଲେ ପାଖ ଗ୍ରାମର ପିଲା ମଧ୍ୟ ଏଥିରେ ଆବେଦନ କରିପାରିବେ। ସେଇଟା ସ୍କୁଲ ମ୍ୟାନେଜମେଣ୍ଟ କମିଟି ଉପରେ ନିର୍ଭର କରେ। ତେଣୁ ଏଇ ଥିଲା ଆପଣମାନଙ୍କ ପାଇଁ ଗୋଟିଏ ଶିଶୁ ସେବିକା ବିଷୟରେ ସୂଚନା। ତେଣୁ ସାଙ୍ଗମାନେ ଭିଡ଼ିଓଟି ଭଲ ଲାଗିଲେ ଗାଁ ଟୋକା ସନ୍ତୋଷ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ରଖୁଛି, ପୁଣି ଦେଖା ହେବ ଆଉ ଗୋଟେ ସୁନ୍ଦର ଭିଡ଼ିଓରେ। ଭଲରେ ଥାଆନ୍ତୁ ସମସ୍ତେ। ଜୟ ଜଗନ୍ନାଥ।